ଆସନ୍ତା 20 ତାରିଖରେ କଣ୍ଟାମାଳରେ ନିର୍ବାଚନ ଅନୁଷ୍ଠିତ ହେବ। କଣ୍ଟାମାଳର 6 ଜଣ ପ୍ରାର୍ଥୀ ନିର୍ବାଚନ ରଣାଗଣାକୁ ଓହ୍ଲାଇଛନ୍ତି। ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି, କଂଗ୍ରେସ ସମେତ ମାନସ ଲୋକ ଶକ୍ତି ଦଳ ଓ 2 ଜଣ ସ୍ୱାଧୀନ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବିଜେଡି ପ୍ରାର୍ଥୀ ଭାବରେ ମହିଧର ରଣା, ବିଜେପି ପ୍ରାର୍ଥୀ ଭାବରେ କହ୍ନାଇ ଚରଣ ଡାଙ୍ଗ, କଂଗ୍ରେସ ପ୍ରାର୍ଥୀ ଭାବରେ ସରୋଜ ପ୍ରଧାନ, ମାନସ ଲୋକ ଶକ୍ତି ଦଳ ପ୍ରାର୍ଥୀ କୁଞ୍ଜ ବିହାରୀ ସେଠ, ସ୍ୱାଧୀନ ପ୍ରାର୍ଥୀ ଭାବେ ସୁଧାଂଶୁ ଡାଙ୍ଗ ଓ ସତ୍ୟବ୍ରତ ସାହୁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ବିଜେଡି ଓ ବିଜେପି ମଧ୍ୟରେ ପୁଣି ଥରେ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ଯାଉଛି। ଅନ୍ୟପକ୍ଷରେ କଂଗ୍ରେସ ଏଥର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବାର ସମ୍ମାନଜନକ ରହିଛି। ଗତ ନିର୍ବାଚନରେ ମହିଧର ରଣା ମାତ୍ର 3650 ଅତ୍ୟଧିକ ଭୋଟରେ ବିଜୟ ଲାଭ କରିଥିଲେ। ଗତ ନିର୍ବାଚନରେ ମହିଧର ରଣା ପ୍ରାୟ 43,000 ଭୋଟ ପାଇଥିବା ବେଳେ ବିଜେପିର କହ୍ନାଇ ଚରଣ ଡାଙ୍ଗ ପ୍ରାୟ 39,000 ଭୋଟ ପାଇଥିଲେ। ଗତ ନିର୍ବାଚନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଶେଷ କୁମାର ମେହେର ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରାୟ 28,000 ଭୋଟ, କଂଗ୍ରେସ ପ୍ରାର୍ଥୀ ପ୍ରଶାନ୍ତ ସାହୁ 13,000 ଭୋଟ ପାଇଥିଲେ। ବର୍ତ୍ତମାନ ସମୟରେ ଶେଷ କୁମାର ମେହେର ଓ କହ୍ନାଇ ଚରଣ ଡାଙ୍ଗ ମିଶି ଯାଇଥିବା ବେଳେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ଦଧିରଥଙ୍କ ସାଙ୍ଗରେ ଆସିବା ବିଜେଡି ଗଡ଼କୁ ଦୋହଲାଇବା କେତେ ଦୂର ସମର୍ଥ ତାହା ଜୁନ୍ 4 ତାରିଖ ପରେ ଜଣାପଡ଼ିବ। ମହିଧର ରଣା ବିଜେଡିର ବିଦ୍ରୋହୀ ଓ ବିଜେପିର ତୃଣମୂଳ କର୍ମୀମାନଙ୍କୁ ନିଜ ଆଡ଼କୁ ଟାଣିବାରେ ଲାଗିଛନ୍ତି। କଂଗ୍ରେସ ପ୍ରାର୍ଥୀ ସରୋଜ ପ୍ରଧାନ ନିଜର ଲୋକସମ୍ପର୍କ, କଂଗ୍ରେସର ପାରମ୍ପରିକ ଭୋଟ ସହ ଦଳର ସମସ୍ତ ନେତା ଓ କର୍ମୀଙ୍କ ସହଯୋଗ ଭଳି ଭଲ ସ୍ଥିତି ଆଡ଼କୁ ଗତି କରିପାରୁଥିବାର ଆଲୋଚନା ହେଉଛି। କିଏ କେତେ ସମର୍ଥ ଭୋଟରଙ୍କୁ ସମର୍ଥନ ହାସଲ କରିପାରୁଛନ୍ତି ତାହା ଇଭିଏମ୍ ଖୋଲିଲେ ଜଣାପଡ଼ିବ।